ଓମ୍ ଶାନ୍ତି। 1 ଅକ୍ଟୋବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ପ୍ରତ୍ୟେକ ଦିନ ରାତିରେ ନିଜର ପୋତାମେଲକୁ ଦେଖ। ଡାଏରୀ ଲେଖିଲେ ଡର ରହିବ ଯେ ମୋର କୌଣସି କ୍ଷତି ହେଉନାହିଁ ତ। ପ୍ରତ୍ୟେକ ଦିନ ରାତିରେ ନିଜର ପୋତାମେଲକୁ ଦେଖ। ଡାଏରୀ ଲେଖିଲେ ଡର ରହିବ ଯେ ମୋର କୌଣସି କ୍ଷତି ହେଉନାହିଁ ତ। ଆଜିର ପ୍ରଶ୍ନ, କଳ୍ପ ପୂର୍ବର ଭାଗ୍ୟଶାଳୀ ପିଲାମାନଙ୍କୁ ବାବାଙ୍କର କେଉଁ କଥା ତୁରନ୍ତ ଟଚ୍ ଅର୍ଥାତ୍ ଅନୁଭବ ହେବ? କଳ୍ପ ପୂର୍ବର ଭାଗ୍ୟଶାଳୀ ପିଲାମାନଙ୍କୁ ବାବାଙ୍କର କେଉଁ କଥା ତୁରନ୍ତ ଟଚ୍ ଅର୍ଥାତ୍ ଅନୁଭବ ହେବ? ଉତ୍ତର, ବାବା ପ୍ରତ୍ୟେକ ଦିନ ପିଲାମାନଙ୍କୁ ଯୋଗ କରିବାର ଯେଉଁ ସବୁ ଉପାୟମାନ ବତାଉଛନ୍ତି, ତାହା ଭାଗ୍ୟଶାଳୀ ପିଲାମାନଙ୍କୁ ହିଁ ଟଚ୍ ହୋଇ ଚାଲିବ। ସେମାନେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବେ। ବାବା କହୁଛନ୍ତି, ପିଲାମାନେ କିଛି ସମୟ ଏକାନ୍ତରେ ବଗିଚାରେ ଯାଇ ବସ। ବାବାଙ୍କ ସହିତ ମିଠା ମିଠା କଥା ହୁଅ। ନିଜର ଚାଟ୍ ରଖ, ତେବେ ତୁମର ଉନ୍ନତି ହୋଇଚାଲିବ। ଓମ୍ ଶାନ୍ତି। ମିଲିଟାରୀମାନଙ୍କୁ ପ୍ରଥମେ ସାବଧାନ କରାଯାଇଥାଏ, ଆଟେନସନ୍ ପ୍ଲିଜ୍ ବା ଦୟାକରି ଧ୍ୟାନ ଦିଅ। ବାବା ମଧ୍ୟ ପିଲାମାନଙ୍କୁ କହୁଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇ ଚାଲିଛ ତ? ପିଲାମାନଙ୍କୁ ବୁଝାଯାଇଛି ଯେ ଏହି ଜ୍ଞାନ ବାବା ବର୍ତ୍ତମାନ ସମୟରେ ହିଁ ଦେଇପାରିବେ। ବାବା ହିଁ ପାଠ ପଢ଼ାଉଛନ୍ତି। ଭଗବାନ ଉବାଚ ଅଟେନା। ମୂଳ କଥା ହେଲା କି ଭଗବାନ କିଏ, କିଏ ପଢ଼ାଉଛନ୍ତି? ଏହି କଥା ପ୍ରଥମେ ବୁଝି ପୁଣି ନିଶ୍ଚୟ କରିବାକୁ ହେବ। ପୁଣି ଅତୀନ୍ଦ୍ରିୟ ସୁଖରେ ମଧ୍ୟ ରହିବାକୁ ହେବ। ଆତ୍ମାକୁ ବହୁତ ଖୁସି ହେବା ଉଚିତ ଯେ ମୋତେ ବେହଦର ବାବା ମିଳିଛନ୍ତି। ବାବା ଥରେ ମାତ୍ର ଆସି ମିଶୁଛନ୍ତି ସମ୍ପତ୍ତି ଦେବା ପାଇଁ। କେଉଁ ସମ୍ପତ୍ତି? ବିଶ୍ୱର ରାଜତ୍ୱର ସମ୍ପତ୍ତି ଦେଉଛନ୍ତି। 5000 ବର୍ଷ ପୂର୍ବ ସଦୃଶ୍ୟ। ଏହି ନିଶ୍ଚୟତା ଦୃଢ଼ ରହିଛି ଯେ ବାବା ଆସିଛନ୍ତି। ପୁନର୍ବାର ସହଜ ରାଜଯୋଗ ଶିଖାଉଛନ୍ତି। ଶିଖାଇବାକୁ ହିଁ ପଡ଼ୁଛି। ଛୋଟ ପିଲାଙ୍କୁ କିଛି ଶିଖାଯାଇ ନଥାଏ। ସ୍ୱତଃ ମୁଖରୁ ମମା ବାବା ବୋଲି ବାହାରିଥାଏ। କାହିଁକି ନା ଏହି ଅକ୍ଷର ତ ଶୁଣିଛ ନା? ଇଏ ହେଉଛନ୍ତି ଆତ୍ମିକ ପିତା। ଆତ୍ମାକୁ ଆନ୍ତରିକ ଗୁପ୍ତ ନିଶା ରହିଥାଏ। ଆତ୍ମା ହିଁ ପାଠ ପଢ଼ିଥାଏ। ପରମ ପିତା ପରମାତ୍ମା ତ ଜ୍ଞାନର ସାଗର ଅଟନ୍ତି। ସେ କୌଣସି ପାଠ ପଢ଼ିନାହାନ୍ତି। ତାଙ୍କ ପାଖରେ ସ୍ୱତଃ ଜ୍ଞାନ ରହିଛି। କେଉଁ ଜ୍ଞାନ? ଏକଥା ମଧ୍ୟ ତୁମର ଆତ୍ମା ଜାଣିଛି। ବାବାଙ୍କ ପାଖରେ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। କିପରି ଗୋଟିଏ ଧର୍ମର ସ୍ଥାପନା ଏବଂ ଅନେକ ଧର୍ମର ବିନାଶ ହେଉଛି, ଏସବୁ କଥା ଜାଣିଛନ୍ତି। ସେଥିପାଇଁ ତାଙ୍କୁ ସର୍ବଜ୍ଞ ବୋଲି କହିଦେଉଛନ୍ତି। ଜାନି ଜାନନହାରର ଅର୍ଥ କ'ଣ, ଏକଥା ମଧ୍ୟ ବିଲକୁଲ କେହି ଜାଣିନାହାନ୍ତି। ଏବେ ତୁମ ସନ୍ତାନମାନଙ୍କୁ ବାବା ବୁଝାଇଛନ୍ତି ଯେ ଏହି ସ୍ଲୋଗାନ ଲେଖ ଯେ ମନୁଷ୍ୟ ହୋଇ ଯଦି ସୃଷ୍ଟିର ରଚୟିତା, ରଚନାର ଆଦି ମଧ୍ୟ ଅନ୍ତର ସମୟସୀମାକୁ ବା ପୁନରାବୃତ୍ତିକୁ ନ ଜାଣିବ, ତେବେ କ'ଣ କୁହାଯିବ? ଏହି ପୁନରାବୃତ୍ତି ଅକ୍ଷର ମଧ୍ୟ ବହୁତ ଜରୁରୀ ଅଟେ। ସଂଶୋଧନ ତ ହୋଇ ଚାଲିଛି ନା? ଗୀତାର ଭଗବାନ କିଏ? ଏହି ଚିତ୍ର ବହୁତ ଫାଷ୍ଟକ୍ଲାସ୍ ଅଟେ। ସାରା ବିଶ୍ୱରେ ଏହା ହେଉଛି ସବୁଠାରୁ ପ୍ରଥମ ନମ୍ବରର ଭୁଲ। ପରମ ପିତା ପରମାତ୍ମାକୁ ନ ଜାଣିବା କାରଣରୁ କହି ଦେଉଛନ୍ତି ଯେ ସମସ୍ତେ ଭଗବାନଙ୍କର ରୂପ ଅଟନ୍ତି। ଯଦି ଛୋଟ ପିଲାଙ୍କୁ ପଚରାଯାଏ ଯେ ତୁମେ କାହାର ସନ୍ତାନ ଅଟ, କହିଥାନ୍ତି ଅମୁକର। ଅମୁକ କାହାର ସନ୍ତାନ ଅଟେ? ଅମୁକର। ପୁଣି କହିଦିଅନ୍ତି ଯେ ସେ ମୋର ସନ୍ତାନ ଅଟେ। ସେହିପରି ଏମାନେ ମଧ୍ୟ ଭଗବାନକୁ ଜାଣିନାହାନ୍ତି। ତେଣୁ କହି ଦେଉଛନ୍ତି ଯେ ଆମେ ସବୁ ଭଗବାନ। ବହୁତ ପୂଜା ମଧ୍ୟ କରୁଛନ୍ତି, କିନ୍ତୁ କିଛି ହେଲେ ବୁଝିପାରୁନାହାନ୍ତି।
ବ୍ରହ୍ମାଙ୍କର ରାତ୍ରିର ଗାୟନ ରହିଛି, ତେବେ ନିଶ୍ଚିତ ବ୍ରାହ୍ମଣ ବ୍ରାହ୍ମଣୀମାନଙ୍କର ମଧ୍ୟ ରାତ୍ରି ହୋଇଥିବ। ଏସବୁ ହେଲା ଧାରଣା କରିବାର କଥା। ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି ସେହିମାନଙ୍କର ହିଁ ଧାରଣା ହେବ। ଯୋଗକୁ ହିଁ ବଳ ବୋଲି କୁହାଯାଉଛି। ଜ୍ଞାନ ତ ହେଉଛି ରୋଜଗାରର ପନ୍ଥା। ଯୋଗଯୁକ୍ତ ହେବା ଦ୍ୱାରା ଶକ୍ତି ମିଳିଥାଏ, ଯାହାଦ୍ୱାରା ବିକର୍ମ ବିନାଶ ହୋଇଥାଏ। ତୁମକୁ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ ପଡ଼ିବ। ଏହି ଜ୍ଞାନ ବାବା ବର୍ତ୍ତମାନ ହିଁ ଦେଉଛନ୍ତି, ପୁଣି କେବେ ମିଳିବ ନାହିଁ। ବାବାଙ୍କ ବିନା ଏହି ଜ୍ଞାନ କେହି ହେଲେ ଦେଇପାରିବେ ନାହିଁ। ବାକି ସବୁ ହେଉଛି ଭକ୍ତି ମାର୍ଗର ଶାସ୍ତ୍ର କର୍ମକାଣ୍ଡର କ୍ରିୟାମାନ। ତାକୁ ଜ୍ଞାନ ବୋଲି କୁହାଯିବ ନାହିଁ। ଆଧ୍ୟାତ୍ମିକ ଜ୍ଞାନ ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି ଏବଂ ସେ ବ୍ରାହ୍ମଣମାନଙ୍କୁ ହିଁ ଦେଇଥାନ୍ତି। ଅନ୍ୟ କାହା ପାଖରେ ଆଧ୍ୟାତ୍ମିକ ଜ୍ଞାନ ନାହିଁ। ଦୁନିଆରେ କେତେ ଧର୍ମ, ମଠପନ୍ଥ ଆଦି ରହିଛି, କେତେ ମତ ରହିଛି। ପିଲାମାନଙ୍କୁ ବୁଝାଇବା ପାଇଁ କେତେ ପରିଶ୍ରମ କରିବାକୁ ପଡ଼ୁଛି। କେତେ ତୋଫାନ ଆସୁଛି, ଗାୟନ ମଧ୍ୟ କରୁଛନ୍ତି, ନାଁକୁ ମୋର ପାରି କରିଦିଅ। ସମସ୍ତଙ୍କର ନାଁ ତ ପାରି ହୋଇପାରିବ ନାହିଁ। କେହି କେହି ବୁଡ଼ି ମଧ୍ୟ ଯାଇଥାନ୍ତି, କେହି ପୁଣି ଯେଉଁଠି ଥିଲେ ସେଇଠି ରହିଥାନ୍ତି। 2-3 ବର୍ଷ ବିତିଗଲେ ମଧ୍ୟ କେତେ ଜଣଙ୍କର କୌଣସି ଠିକଣା ହିଁ ଜଣାପଡ଼ୁନାହିଁ। କେହି ତ ପୁଣି ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତି, କେତେକ ପୁଣି ସେହିଠାରେ ହିଁ ଛିଡ଼ା ହୋଇଯାଉଛନ୍ତି। ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। କେତେକ ଲୋକ ଦେଖାଣିଆ ଯୋଗ ମଧ୍ୟ ବାହାରିଛି। କେତେ ଯୋଗ ଆଶ୍ରମ ରହିଛି। ଆତ୍ମିକ ଯୋଗ ଆଶ୍ରମ ଅନ୍ୟ କେଉଁଠାରେ ହୋଇପାରିବ ନାହିଁ। ବାବା ହିଁ ଆସି ଆତ୍ମାମାନଙ୍କୁ ରୁହାନୀ ଯୋଗ ଶିଖାଉଛନ୍ତି। ବାବା କହୁଛନ୍ତି, ଏହା ତ ବହୁତ ସହଜ ଯୋଗ ଅଟେ। ଏପରି ସହଜ ଆଉ କିଛି ବି ନାହିଁ। ଆତ୍ମା ହିଁ ଶରୀରରେ ରହି ଅଭିନୟ କରୁଛି। ଆତ୍ମା ସର୍ବାଧିକ 84 ଜନ୍ମ ନେଉଛି। ବାକି ତ ଧୀରେ ଧୀରେ ଜନ୍ମ ସଂଖ୍ୟା କମ୍ ହୋଇ ଚାଲିବ। ଏକଥା ବି ତୁମ ପିଲାମାନଙ୍କ ମଧ୍ୟରେ କାହା କାହା ବୁଦ୍ଧିରେ ରହିଛି। ବୁଦ୍ଧିରେ ଧାରଣା ବହୁତ ମୁସ୍କିଲରେ ହେଉଛି। ପ୍ରଥମ କଥା ବାବା ବୁଝାଉଛନ୍ତି, କେଉଁଆଡ଼େ ଗଲେ ମଧ୍ୟ ପ୍ରଥମେ ବାବାଙ୍କର ପରିଚୟ ଦିଅ। ବାବାଙ୍କ ପରିଚୟ କିପରି ଦିଆଯିବ, ସେଥିପାଇଁ ଯୁକ୍ତି ରଚନା କରାଯାଉଛି। ଏହି ନିଶ୍ଚୟ ହୋଇଗଲେ ବୁଝିଯିବେ ଯେ ବାବା ତ ସତ୍ୟ ଅଟନ୍ତି। ନିଶ୍ଚୟ ବାବା ସତ୍ୟ କଥା ହିଁ କହୁଛନ୍ତି। ଏଥିରେ ସନ୍ଦେହ ଆସିବା ଅନୁଚିତ। ଯୋଗଯୁକ୍ତ ହୋଇ ରହିବାରେ ହିଁ ପରିଶ୍ରମ ରହିଛି। ଏଥିରେ ମାୟା ବିରୋଧ କରୁଛି, ଘଡ଼ି ଘଡ଼ି ଭୁଲାଇ ଦେଉଛି। ସେଥିପାଇଁ ବାବା କହୁଛନ୍ତି, ଚାର୍ଟ ଲେଖ। ତେବେ ବାବା ମଧ୍ୟ ଦେଖିବେ ଯେ କିଏ କେତେ ମନେ ପକାଉଛନ୍ତି। 4 ଭାଗରୁ 1 ଭାଗ ପିଲା ମଧ୍ୟ ଚାର୍ଟ ରଖୁନାହାନ୍ତି। କେହି କେହି କହୁଛନ୍ତି, ଆମେ ତ ସାରା ଦିନ ବାବାଙ୍କ ସ୍ମୃତିରେ ରହୁଛୁ। ବାବା କହୁଛନ୍ତି, ଏହା ତ ବହୁତ ମୁସ୍କିଲ। ସାରା ଦିନ ରାତି ତ ବନ୍ଧନରେ ଥିବା ମାତାମାନେ ଯେଉଁ ମାଡ଼ ଖାଇଛନ୍ତି, ସେମାନେ ତ ସ୍ମୃତିରେ ରହୁଥିବେ। ଭାବୁଥିବେ ଶିବ ବାବା କେବେ ଏହି ସମ୍ବନ୍ଧୀମାନଙ୍କ ପାଖରୁ ଆମେ ମୁକ୍ତ ହେବୁ। ଆତ୍ମା ଭାବୁଛି ଯେ ବାବା ଆମେ ବନ୍ଧନରୁ କିପରି ମୁକୁଳିବୁ। ଯଦି କେହି ବହୁତ ସ୍ମୃତିରେ ରହୁଛନ୍ତି, ତେବେ ବାବାଙ୍କୁ ଚାର୍ଟ ଲେଖି ପଠାଅ। ନିର୍ଦ୍ଦେଶ ମିଳୁଛି ଯେ ପ୍ରତିଦିନ ରାତିରେ ନିଜର ହିସାବ କିତାବ ବାହାର କର। ଡାଏରୀ ରଖ। ଡାଏରୀରେ ଲେଖିବା ଦ୍ୱାରା ଡର ରହିବ, ଆମର କ୍ଷତି ନ ହୋଇଯାଉ। ବାବା ଦେଖିବେ ତ କ'ଣ କହିବେ? ଏତେ ପ୍ରିୟ ବାବାଙ୍କୁ ଏତିକି ସମୟ ହିଁ ୟାଦ କରୁଛ। ଲୌକିକ ପିତାଙ୍କୁ, ସ୍ତ୍ରୀଙ୍କୁ ତୁମେ ମନେ ପକାଉଛ, ମୋତେ ଏତିକି ଟିକେ ବି ମନେ ପକାଇ ପାରୁନାହଁ। ଚାର୍ଟ ଲେଖିବ ତ ନିଜକୁ ନିଜେ ହିଁ ଲଜ୍ଜା ଲାଗିବ ଯେ ଏହି ଅବସ୍ଥାରେ ମୁଁ ପଦ ପାଇପାରିବି ନାହିଁ। ସେଥିପାଇଁ ବାବା ଚାର୍ଟ ଲେଖିବା ଉପରେ ଅଧିକ ଜୋର ଦେଉଛନ୍ତି। ବାବାଙ୍କୁ ଏବଂ 84 ଜନ୍ମର ଚକ୍ରକୁ ମନେ ପକାଇବାକୁ ହେବ। ତେବେ ପୁଣି ଚକ୍ରବର୍ତ୍ତୀ ରାଜା ହୋଇଯିବ। ନିଜ ସମାନ କରିଲେ ତ ଯାଇ ପ୍ରଜାଙ୍କ ଉପରେ ରାଜତ୍ୱ କରିବ। ଏହା ହେଲା ହିଁ ରାଜଯୋଗ, ନରରୁ ନାରାୟଣ ହେବା ପାଇଁ। ଏହା ହିଁ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ।
ଯେପରି ଆତ୍ମାକୁ ଦେଖି ହୁଏ ନାହିଁ, କେବଳ ଅନୁଭବ କରି ହୁଏ। ଏହାଙ୍କ ଭିତରେ ଆତ୍ମା ଅଛି ଏକଥା ମଧ୍ୟ ବୁଝିବାକୁ ପଡ଼ିଥାଏ। ଏହି ଲକ୍ଷ୍ମୀ ନାରାୟଣଙ୍କର ନିଶ୍ଚିତ ରାଜଧାନୀ ଥିବ। ଏମାନେ ସର୍ବାଧିକ ପରିଶ୍ରମ କରିଛନ୍ତି, ତେବେ ଯାଇ ସ୍କଲାରସିପ୍ ରୂପେ ପାଇଛନ୍ତି। ନିଶ୍ଚୟ ଏମାନଙ୍କର ପ୍ରଜା ବହୁତ ଥିବେ। ଏମାନେ ସର୍ବୋଚ୍ଚ ପଦ ପାଇଛନ୍ତି, ନିଶ୍ଚିତ ବହୁତ ଯୋଗ ଲଗାଇଛନ୍ତି, ତେଣୁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାର ମଧ୍ୟ କାରଣ ବାହାର କରିବା ଉଚିତ। ଆମର ଯୋଗ କାହିଁକି ଲାଗୁନାହିଁ? ଧନ୍ଦା ଓ ଜଞ୍ଜାଳ ଆଦିରେ ବୁଦ୍ଧି ଭ୍ରମିତ ହୋଇଯାଉଛି। ସେଥିରୁ ସମୟ ବାହାର କରି ଏଥିପ୍ରତି ଅଧିକ ଧ୍ୟାନ ଦେବା ଉଚିତ। କିଛି ସମୟ ବାହାର କରି ବଗିଚାକୁ ଯାଇ ଏକାନ୍ତରେ ବସିବା ଉଚିତ। ସ୍ତ୍ରୀ ଲୋକମାନେ ତ ଯାଇପାରିବେ ନାହିଁ, ସେମାନଙ୍କୁ ତ ଘର ସମ୍ଭାଳିବାକୁ ପଡ଼ିବ। ପୁରୁଷମାନଙ୍କ ପାଇଁ ତ ସହଜ ଅଟେ। ଯେଉଁମାନେ କଳ୍ପ ପୂର୍ବର ଭାଗ୍ୟଶାଳୀ ହୋଇଥିବେ, ତାଙ୍କୁ ହିଁ ଏକଥା ଟଚ୍ ହେବ। ଏହି ପାଠପଢ଼ା ତ ବହୁତ ଭଲ, ବାକି ପ୍ରତ୍ୟେକଙ୍କର ନିଜସ୍ୱ ବୁଦ୍ଧି ରହିଛି। ଯେମିତି ବି ହେଉ ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ। ବାବା ସମସ୍ତ ପ୍ରକାରର ନିର୍ଦ୍ଦେଶ ଦେଉଛନ୍ତି, କିନ୍ତୁ ପିଲାମାନଙ୍କୁ ହିଁ କରିବାକୁ ପଡ଼ିବ। ବାବା ସାଧାରଣ ଭାବରେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, କିନ୍ତୁ ଜଣେ ଜଣେ ଆସି ମଧ୍ୟ ପଚାରିଲେ ବାବା ରାୟ ଦେଇପାରିବେ। ତୀର୍ଥକୁ ଯିବା ସମୟରେ ବଡ଼ ବଡ଼ ପାହାଡ଼ ଉପରକୁ ଯିବା ବେଳେ ପଣ୍ଡାମାନେ ସାବଧାନ କରିଥାନ୍ତି। ବହୁତ ମୁସ୍କିଲରେ ଯାଇଥାନ୍ତି। ତୁମ ସନ୍ତାନମାନଙ୍କୁ ତ ବାବା ବହୁତ ସହଜ ଯୁକ୍ତି ବତାଉଛନ୍ତି। ବାବାଙ୍କୁ ମନେ ପକାଇବାକୁ ହେବ। ଶରୀରର ଅଭିମାନ ତ୍ୟାଗ କରିବାକୁ ପଡ଼ିବ। ବାବା କହୁଛନ୍ତି ମୋତେ ମନେ ପକାଅ। ବାବା ଆସି ଜ୍ଞାନ ଦେଇ ଚାଲି ଯାଉଛନ୍ତି। ଆତ୍ମା ସଦୃଶ ତୀବ୍ର ରକେଟ ଅନ୍ୟ କିଛି ହୋଇପାରିବ ନାହିଁ। ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ କେତେ ସମୟ ନଷ୍ଟ କରୁଛନ୍ତି, ଏକଥା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏହି ବିଜ୍ଞାନର କଳାକୌଶଳ ମଧ୍ୟ ବିନାଶ କାର୍ଯ୍ୟରେ ସାହାଯ୍ୟ କରିଥାଏ। ତାହା ହେଲା ସାଇନ୍ସ, ତୁମର ହେଉଛି ସାଇଲେନ୍ସ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ଏହା ହେଉଛି ଡେଡ୍ ସାଇଲେନ୍ସ ବା ଗଭୀର ଶାନ୍ତି। ମୁଁ ଆତ୍ମା ଶରୀରରୁ ଅଲଗା ଅଟେ। ଏହି ଶରୀର ପୁରୁଣା ଜୋତା ସଦୃଶ ଅଟେ। ସର୍ପ କଇଁଛର ଉଦାହରଣ ମଧ୍ୟ ତୁମ ପାଇଁ କୁହାଯାଉଛି। ତୁମେ ହିଁ କୀଟ ସମାନ ମନୁଷ୍ୟମାନଙ୍କୁ ଜ୍ଞାନ ଶୁଣାଇ ଶୁଣାଇ ମନୁଷ୍ୟରୁ ଦେବତା କରାଉଛ। ବିଷୟ ସାଗରରୁ କ୍ଷୀର ସାଗରକୁ ନେଇଯିବା ତୁମର ହିଁ କାମ ଅଟେ। ସନ୍ନ୍ୟାସୀମାନଙ୍କୁ ଏହି ଯଜ୍ଞ ତପ ଆଦି କିଛି ବି କରିବାର ନାହିଁ। ଗୃହସ୍ଥୀମାନଙ୍କ ନିମନ୍ତେ ହିଁ ଭକ୍ତି ଏବଂ ଜ୍ଞାନ ରହିଛି। ସନ୍ନ୍ୟାସୀମାନେ ତ ସତ୍ୟଯୁଗକୁ ଯିବେ ନାହିଁ। ସେମାନେ ଏହି କଥାକୁ କ'ଣ ଜାଣିବେ? ଏହା ମଧ୍ୟ ନିବୃତ୍ତି ମାର୍ଗୀଙ୍କ ପାଇଁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଯେଉଁମାନେ ପୁରା 84 ଜନ୍ମ ନେଇଛନ୍ତି, ସେହିମାନେ ହିଁ ଡ୍ରାମା ଅନୁସାରେ ଆସି ଚାଲିବେ। ଏଥିରେ ମଧ୍ୟ କ୍ରମାନୁସାରେ ଆସିବେ। ମାୟା ବହୁତ ଶକ୍ତିଶାଳୀ ଅଟେ। ଆଖି ବହୁତ ବିକାରୀ ଅଟେ। ଜ୍ଞାନର ତୃତୀୟ ନେତ୍ର ମିଳିବା ଦ୍ୱାରା ଆଖି ବହୁତ ପବିତ୍ର ହୋଇଥାଏ। ପୁଣି ଅଧାକଳ୍ପ କେବେ ବିକାରୀ ହେବ ନାହିଁ। ଆଖି ବହୁତ ଧୋକାବାଜ ଅଟେ। ତୁମେ ଯେତେ ବାବାଙ୍କୁ ମନେ ପକାଇବ, ସେତେ କର୍ମେନ୍ଦ୍ରିୟ ଗୁଡ଼ିକ ଶୀତଳ ହେବ। ପୁଣି 21 ଜନ୍ମ ପର୍ଯ୍ୟନ୍ତ କର୍ମେନ୍ଦ୍ରିୟ ଗୁଡ଼ିକ ଚଞ୍ଚଳତା କରିବେ ନାହିଁ। ସତ୍ୟ ଯୁଗରେ କର୍ମେନ୍ଦ୍ରିୟର ଚଞ୍ଚଳତା ରହିବ ନାହିଁ। ସବୁ କର୍ମେନ୍ଦ୍ରିୟ ଶାନ୍ତ ସତଗୁଣୀ ହୋଇ ରହିବେ। ଦେହ ଅଭିମାନ ଆସିବା ପରେ ସବୁ ପ୍ରକାରର ଶୈତାନୀ ଆସିଥାଏ। ବାବା ତୁମକୁ ଦେହୀ ଅଭିମାନୀ କରାଉଛନ୍ତି। ଅଧାକଳ୍ପ ପାଇଁ ତୁମକୁ ସମ୍ପତ୍ତି ମିଳିଯାଉଛି। ଯିଏ ଯେତିକି ପରିଶ୍ରମ କରିବେ, ସେତିକି ଉଚ୍ଚପଦ ପାଇବେ। ଦେହୀ ଅଭିମାନୀ ହେବା ପାଇଁ ପରିଶ୍ରମ କରିବାକୁ ହେବ। ତେବେ କୌଣସି କର୍ମେନ୍ଦ୍ରିୟ ଧୋକା ଦେବ ନାହିଁ। ଅନ୍ତ ସମୟ ପର୍ଯ୍ୟନ୍ତ ମାୟାର ଯୁଦ୍ଧ ଚାଲିଥିବ। କର୍ମାତୀତ ଅବସ୍ଥା ହୋଇଗଲେ ପୁଣି ଦୁନିଆର ଲଢ଼େଇ ଆରମ୍ଭ ହୋଇଯିବ। ଦିନକୁ ଦିନ ବିନାଶର ଚହଳ ସୃଷ୍ଟି ହୋଇ ଚାଲିବ। ଲୋକମାନେ ମୃତ୍ୟୁକୁ ଭୟ କରିବେ। ବାବା କହୁଛନ୍ତି, ଏହି ଜ୍ଞାନ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। କେବଳ ବାବାଙ୍କ ପରିଚୟ ଦେବାକୁ ହେବ।
ଆମେ ସବୁ ଆତ୍ମାମାନେ ଭାଇ ଭାଇ ଅଟୁ। ସମସ୍ତେ ଏକମାତ୍ର ବାବାଙ୍କୁ ମନେ ପକାଉଛୁ। ତାଙ୍କୁ ଈଶ୍ୱର ପିତା ବୋଲି କହୁଛନ୍ତି। କେହି କେହି ପ୍ରକୃତିକୁ ମଧ୍ୟ ମାନିଥାନ୍ତି, କିନ୍ତୁ ଭଗବାନ ତ ଅଛନ୍ତି ନା। ମୁକ୍ତି ଜୀବନ ମୁକ୍ତି ପାଇବା ପାଇଁ ତାଙ୍କୁ ମନେ ପକାଇଥାନ୍ତି। ମୋକ୍ଷ ତ କାହାକୁ ମିଳୁନାହିଁ। ବିଶ୍ୱର ଇତିହାସ ଭୂଗୋଳକୁ ପୁନରାବୃତ୍ତି କରିବାକୁ ପଡ଼ିବ। ବୁଦ୍ଧି ମଧ୍ୟ କହୁଛି ଯେ ସତ୍ୟ ଯୁଗରେ ଏକମାତ୍ର ଭାରତ ହିଁ ଥିଲା। ମନୁଷ୍ୟମାନେ ତ କିଛି ବି ଜାଣିନାହାନ୍ତି। ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ନା। ଲକ୍ଷ ଲକ୍ଷ ବର୍ଷର କଥା ହୋଇପାରିବ ନାହିଁ। ଲକ୍ଷ ଲକ୍ଷ ବର୍ଷ ହୋଇଥିଲେ ତ ଜନସଂଖ୍ୟା କେତେ ଢେର ହୋଇଯାଇଥାନ୍ତା। ବାବା କହୁଛନ୍ତି, ଏବେ କଳିଯୁଗ ଶେଷ ହୋଇ ସତ୍ୟ ଯୁଗର ସ୍ଥାପନା ହେଉଛି। ସେମାନେ ଭାବୁଛନ୍ତି ବର୍ତ୍ତମାନ କଳିଯୁଗ ତ ଛୋଟ ପିଲା ଅଟେ। ଆହୁରି ଏତେ ହଜାର ବର୍ଷ ଆୟୁଷ ଅଛି। ତୁମେ ସନ୍ତାନମାନେ ଜାଣିଛ ଯେ ଏହି ସାରା କଳ୍ପ 5000 ବର୍ଷର ଅଟେ। ଭାରତରେ ହିଁ ସତ୍ୟଯୁଗର ସ୍ଥାପନା ହେଉଛି। ଭାରତ ହିଁ ଏବେ ସ୍ୱର୍ଗ ହେବାକୁ ଯାଉଛି। ଏବେ ଆମେ ଶ୍ରୀମତ ଅନୁସାରେ ଏହି ରାଜ୍ୟ ସ୍ଥାପନ କରୁଛୁ। ବର୍ତ୍ତମାନ ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ। ଏହା ହିଁ ପ୍ରଥମ ଶବ୍ଦ ସେମାନଙ୍କୁ ଶୁଣାଅ। ବାବାଙ୍କ ପ୍ରତି ନିଶ୍ଚୟ ନ ଆସିବା ପର୍ଯ୍ୟନ୍ତ ପ୍ରଶ୍ନ ପଚାରି ଚାଲିଥିବେ। ଯଦି କୌଣସି କଥାର ଉତ୍ତର ନ ମିଳିବ, ତେବେ ଭାବିବେ ଯେ ଏମାନେ କିଛି ବି ଜାଣିନାହାନ୍ତି। ଆଉ କହୁଛନ୍ତି ଯେ ଭଗବାନ ଆମକୁ ପଢ଼ାଉଛନ୍ତି। ସେଥିପାଇଁ ପ୍ରଥମେ ଗୋଟିଏ କଥା ହିଁ ବୁଝାଅ। ପ୍ରଥମେ ବାବାଙ୍କ ପ୍ରତି ନିଶ୍ଚୟ ହେଉ ଯେ ବାସ୍ତବରେ ସମସ୍ତ ଆତ୍ମାମାନଙ୍କର ପିତା ଜଣେ ହିଁ ଅଟନ୍ତି ଏବଂ ସେ ହିଁ ହେଉଛନ୍ତି ରଚୟିତା। ତେଣୁ ସେ ନିଶ୍ଚୟ ସଙ୍ଗମ ଯୁଗରେ ହିଁ ଆସିବେ। ବାବା କହୁଛନ୍ତି, ମୁଁ ଯୁଗେ ଯୁଗେ ନୁହେଁ, କଳ୍ପର ସଙ୍ଗମ ଯୁଗରେ ଆସୁଛି। ମୁଁ ନୂଆ ସୃଷ୍ଟିର ରଚୟିତା ହିଁ ଅଟେ। ତେବେ ମଝିରେ କିପରି ଆସିବି? ମୁଁ ପୁରୁଣା ଏବଂ ନୂଆ ଦୁନିଆର ସଙ୍ଗମରେ ହିଁ ଆସୁଛି। ଏହାକୁ ପୁରୁଷୋତ୍ତମ ସଙ୍ଗମ ଯୁଗ କୁହାଯାଉଛି। ତୁମେ ସଙ୍ଗମ ଯୁଗରେ ହିଁ ପୁରୁଷୋତ୍ତମ ହେଉଛ। ଲକ୍ଷ୍ମୀ ନାରାୟଣ ସବୁଠାରୁ ପୁରୁଷୋତ୍ତମ ଅଟନ୍ତି। ଲକ୍ଷ୍ୟ ଉଦ୍ଦେଶ୍ୟ କେତେ ସହଜ ଅଟେ। ସମସ୍ତଙ୍କୁ କୁହ, ସତ୍ୟ ଯୁଗର ସ୍ଥାପନା ହେଉଛି। ବାବା କହିଛନ୍ତି, ପୁରୁଷୋତ୍ତମ ଅକ୍ଷର ନିଶ୍ଚୟ ଲେଖ, କାହିଁକି ନା ଏଠାରେ ତୁମେ କନିଷ୍ଠ ପୁରୁଷରୁ ଉତ୍ତମ ପୁରୁଷ ହେଉଛ। ଏହିଭଳି ମୁଖ୍ୟ କଥା ଭୁଲିବା ଅନୁଚିତ ଏବଂ ସମ୍ବତର ତାରିଖ ମଧ୍ୟ ନିଶ୍ଚୟ ଲେଖିବା ଦରକାର। ଏଠାରେ ତୁମର ରାଜତ୍ୱ ପ୍ରଥମରୁ ହିଁ ଆରମ୍ଭ ହୋଇଯାଉଛି। ଅନ୍ୟମାନଙ୍କର ରାଜତ୍ୱ ଆରମ୍ଭରୁ ହେଉନାହିଁ। ଧର୍ମ ସ୍ଥାପକମାନେ ଆସିବା ପରେ ହିଁ ତାଙ୍କ ଧର୍ମର ବୃଦ୍ଧି ହେଉଛି। କୋଟି କୋଟି ସଂଖ୍ୟାରେ ହେଲେ ଯାଇ ରାଜତ୍ୱ ଚାଲିଥାଏ। ତୁମର ତ ଆରମ୍ଭରେ ସତ୍ୟ ଯୁଗରୁ ହିଁ ରାଜତ୍ୱ ଚାଲିବ। ଏକଥା କାହାରି ବୁଦ୍ଧିରେ ଆସୁନାହିଁ କି ସତ୍ୟ ଯୁଗରେ ଏପରି ରାଜତ୍ୱ କେଉଁଠୁ ଆସିଲା। କଳିଯୁଗ ଅନ୍ତରେ ଏତେ ଢେର ଧର୍ମ ରହିଛି, ପୁଣି ସତ୍ୟ ଯୁଗରେ ଗୋଟିଏ ଧର୍ମ ଗୋଟିଏ ରାଜ୍ୟ କିପରି ହେଲା? କେତେ ହୀରା ନୀଳାର ମହଲ ହେବ। ଭାରତ ଏଭଳି ଥିଲା ଯାହାକୁ ସ୍ୱର୍ଗ ବୋଲି କହୁଥିଲେ। 5000 ବର୍ଷର କଥା, ଲକ୍ଷ ଲକ୍ଷ ବର୍ଷର ହିସାବ କେଉଁଠାରୁ ଆସିଲା? ମନୁଷ୍ୟମାନେ କେତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏବେ ସେମାନଙ୍କୁ କିଏ ବୁଝାଇବ? ସେମାନେ ବୁଝୁନାହାନ୍ତି ଯେ ଆମେ ଆସୁରୀ ରାଜ୍ୟରେ ଅଛୁ। ଦେବତାମାନଙ୍କର ମହିମା ତ ସର୍ବଗୁଣ ସମ୍ପନ୍ନ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟେ। ଏମାନଙ୍କ ଭିତରେ 5 ବିକାର ନାହିଁ, କାହିଁକି ନା ଦେହୀ ଅଭିମାନୀ ଅଟନ୍ତି। ତେଣୁ ବାବା କହୁଛନ୍ତି, ମୁଖ୍ୟ କଥା ହେଲା ବାବାଙ୍କର ସ୍ମୃତି। 84 ଜନ୍ମ ନେଇ ନେଇ ତୁମେ ପତିତ ହୋଇଯାଇଛ। ଏବେ ପୁଣି ପବିତ୍ର ହେବାକୁ ପଡ଼ିବ। ଏହା ଡ୍ରାମାର ଚକ୍ର ଅଟେ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଜ୍ଞାନର ତୃତୀୟ ନେତ୍ରକୁ ଧାରଣ କରି ନିଜର ଧୋକାବାଜ ଆଖିକୁ ନିର୍ବିକାରୀ ପବିତ୍ର କରିବାକୁ ହେବ।
ଯୋଗ ବଳ ଦ୍ୱାରା ହିଁ କର୍ମେନ୍ଦ୍ରିୟ ଗୁଡ଼ିକ ଶୀତଳ ଏବଂ ସତଗୁଣୀ ହେବେ। ସେଥିପାଇଁ ଏହି ପରିଶ୍ରମ କରିବାକୁ ପଡ଼ିବ। 2 ନମ୍ବର, ବ୍ୟବସାୟ ଆଦିରୁ ସମୟ ବାହାର କରି ଏକାନ୍ତକୁ ଯାଇ ଯୋଗରେ ବସିବାକୁ ହେବ। କାରଣ ଦେଖିବାକୁ ହେବ ଯେ ମୋର ଯୋଗ କାହିଁକି ଲାଗୁନାହିଁ। ନିଜର ଚାର୍ଟ ନିଶ୍ଚିତ ରଖିବାକୁ ହେବ। ଆଜିର ବରଦାନ, ସହନ ଶକ୍ତି ଦ୍ୱାରା ଅବିନାଶୀ ଏବଂ ମଧୁର ଫଳ ପ୍ରାପ୍ତ କରୁଥିବା ସମସ୍ତଙ୍କର ସ୍ନେହୀ ହୁଅ। ସହନ ଶକ୍ତି ଦ୍ୱାରା ଅବିନାଶୀ ଏବଂ ମଧୁର ଫଳ ପ୍ରାପ୍ତ କରୁଥିବା ସମସ୍ତଙ୍କର ସ୍ନେହୀ ହୁଅ। ଡିଟେଲ୍ସ, ସହନ କରିବା ମରିବା ନୁହେଁ, ବରଂ ସମସ୍ତଙ୍କ ହୃଦୟରେ ସ୍ନେହର ସହିତ ବଞ୍ଚିବା। ତେଣୁ କିପରି ବି ବିରୋଧୀ ହୋଇଥାଉ, ରାବଣଠାରୁ ମଧ୍ୟ ଅଧିକ ଉଗ୍ର ହୋଇଥାଉ, ଥରେ ନୁହେଁ 10 ଥର ମଧ୍ୟ ସହନ କରିବାକୁ ପଡ଼ୁ, ପୁଣି ବି ସହନ ଶକ୍ତିର ଫଳ ଅବିନାଶୀ ଏବଂ ମଧୁର ଅଟେ। କେବଳ ଏହିଭଳି ଭାବନା ରଖ ନାହିଁ ଯେ ମୁଁ ତ ଏତେ ସବୁ ସହନ କରିଲି, ତେଣୁ ଇଏ ବି କିଛି ସହନ କରୁ। ଏହିଭଳି ଅଳ୍ପ କାଳର ଫଳ ପାଇବାର ଭାବନା ରଖ ନାହିଁ। ଦୟାଭାବ ରଖ। ଏହା ହିଁ ହେଉଛି ସେବା ଭାବ। ତେବେ ସେବା ଭାବ ସମ୍ପନ୍ନ ଆତ୍ମାମାନେ ସମସ୍ତଙ୍କର ଦୋଷ ଦୁର୍ବଳତା ଗୁଡ଼ିକୁ ନିଜ ଭିତରେ ସମାହିତ କରିନିଅନ୍ତି, ତାର ମୁହାଁମୁହିଁ ହୁଅନ୍ତି ନାହିଁ। ଆଜିର ସ୍ଲୋଗାନ, ଯାହା ବିତିଗଲା ତାକୁ ଭୁଲିଯାଅ। ବିତି ଯାଇଥିବା ଘଟଣାରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ପାଇଁ ସର୍ବଦା ସାବଧାନ ରୁହ। ଯାହା ବିତିଗଲା ତାକୁ ଭୁଲିଯାଅ। ବିତି ଯାଇଥିବା ଘଟଣାରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ପାଇଁ ସର୍ବଦା ସାବଧାନ ରୁହ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ଯେପରି ବାପ ଦାଦାଙ୍କୁ ଦୟା ଲାଗୁଛି, ସେହିପରି ତୁମେମାନେ ମଧ୍ୟ ମାଷ୍ଟର ଦୟାଳୁ ହୋଇ ନିଜର ମାନସିକ ବୃତ୍ତିର ବାୟୁମଣ୍ଡଳ ଦ୍ୱାରା ଆତ୍ମାମାନଙ୍କୁ ବାବାଙ୍କ ଠାରୁ ମିଳିଥିବା ଶକ୍ତି ଗୁଡ଼ିକ ଦିଅ। ଯେହେତୁ ଅଳ୍ପ ସମୟ ଭିତରେ ସାରା ବିଶ୍ୱର ସେବାକୁ ସମ୍ପନ୍ନ କରିବାକୁ ହେବ, ତତ୍ତ୍ୱ ସହିତ ସମସ୍ତଙ୍କୁ ପବିତ୍ର କରିବାକୁ ହେବ, ତେବେ ମନର ସଂକଳ୍ପ ଦ୍ୱାରା ତୀବ୍ର ଗତିରେ ସେବା କର। ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ଓମ୍ ଶାନ୍ତି।